ସମ୍ବଲପୁର ଜିଲ୍ଲା ବାମରାଠାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ମକର ମେଳା ମହୋତ୍ସବରେ ବାମରା ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜରୁ ଚୟନ ହୋଇଥିବା କିଶୋର ଓ କିଶୋରୀ କବିମାନଙ୍କ ସାମିଲ କରାଯାଇ 70 ଜଣଙ୍କ କବିତା ଆବୃତ୍ତି ବେଶ୍ ଚିତ୍ତାକର୍ଷକ ଓ ଆକର୍ଷଣୀୟ ହୋଇଥିଲା। ଏହି ଉପଲକ୍ଷେ ବାମରା ସାହିତ୍ୟ ଘରର ସଭାପତି ବଡ଼ଗାଁ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଦଶରଥ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ୱତ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସାଏ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଓ ଅଡାବାଲ କଲେଜ ଅଧ୍ୟକ୍ଷ ରଞ୍ଜନ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମକର ମହୋତ୍ସବ କମିଟିର ସଭାପତି ପ୍ରଫୁଲ୍ଲ ନାୟକ ସ୍ୱାଗତ ଭାଷଣ, କ୍ଷୀରୋଦ ଶାହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମଞ୍ଚ ପରିଚାଳନା କରିଥିଲେ। मेधावी और निर्वाचित कवि को अतिथिगण मानपत्र दे सम्मानित करथिले। समग्र कार्यक्रमको आवाहक सतीश मिश्र, श्यामसुंदर दास और सुधीर नायक परिचालना करथिबा बेले संतोष शुक्ला धन्यवाद अर्पण करथिले। अन्य मानक मध्यरे अध्यापक सुशील नायक, तापस नायक, प्रदीप बेहेरा, संजय राय, संजय मेहर, बुटू महाराणा प्रमुख कार्यक्रम को सफल करिबारे सक्रिय सहयोग करथिले।